ଜୟ ଜଗନ୍ନାଥ। ଆଜି ଫେର ଥରେ ଆସିଲି। ମୋର ତ ଏମିତି ବହୁତ ଅସୁବିଧା ତ ହେଇଛି, ତେଣୁକରି ସରକାରଙ୍କ ପାଖରୁ ବର୍ତ୍ତମାନ ଲୋକ ବିଜେଡ଼ି ସରକାରଠୁ ମୁହଁ ଫେରେଇ ନେଉଛନ୍ତି। କାରଣ ହେଉଛି, ଦେଖନ୍ତୁ, ମିଶନ ଶକ୍ତି କହିକି ଯେଉଁ ମା'ମାନଙ୍କୁ ଯାହା କରୁଥିଲେ, ଏବେ ନିଶ୍ଚୟ ଟିକେ ଚେଞ୍ଜ ହେବ। କାହିଁକି ନା ଯେଉଁ ସବୁ କେନ୍ଦ୍ର ପଇସା ଦେଉଛି, ଏମାନେ ସେଟାକୁ ଦେଖେଇବା କଥା। କିନ୍ତୁ ଏଠି ଯେହେତୁ ଅଫିସର ରାଜ ଚାଲିଛି, ଅଫିସରମାନଙ୍କର ରାଜ ଚାଲିଛି, ଇଏ ଗୋଟେ ଅଫିସରର ଏଇଆ ଭଲ, ଆହୁରି ବି ଅଛନ୍ତି ଅଫିସର, କିନ୍ତୁ ନିଶ୍ଚୟ ବାହାରିବ ତ। ଆଉ ତେଣୁକରି ଆପଣମାନେ ଚିନ୍ତା କରନ୍ତୁ, ଆମେ ଉଚିତ ଏଇ ଯେଉଁ ଇଲେକ୍ସନ୍ ଆସିଛି, ଆମେ କ୍ୟାଣ୍ଡିଡେଟ୍ ଦେଖିକିରି ଆମର ଭୋଟ୍ ଦେବା କଥା। ଆମେ ଯେଉଁ ଅନ୍ଧ ଭଳିଆ ଗୋଟିଏ ଦଳକୁ 20 ବର୍ଷ ହେଲା ଦେଇ ଆସୁଛୁ, ସେଇଥିପାଇଁ ମୋ ପଇସା ତ ଖାଇଗଲେ, ମୋ କଥା ଆଉ ଶୁଣିଲେ ନାହିଁ। ମୁଁ ସେଇଥିପାଇଁ ବାଧ୍ୟ ହେଇକିରି ମୁଁ ଏସବୁ ଜିନିଷ କରେ। ନହେଲେ ମୁଁ କେବେ ବି କରିବା ପାଇଁ ମୋର ଭିଡ଼ିଓ କରି ଇଏ କରି ମୁଁ ଏସବୁ କରିବା ପାଇଁ ଚାହୁଁନଥିଲି କି କରୁନଥିଲି। ଆସିଲି କେତେ ମିଛ କହିକି ଲୋକଙ୍କୁ କେତେ ମିଛ କହି କେତେ ଭୁଆଁ ବୁଲାଉଥିଲେ। ଆପଣମାନେ ଏ ଯେଉଁ ମିଶନ ଶକ୍ତି ନାଁର ଯେଉଁ ମା'ମାନଙ୍କୁ ଗୋଟେ ଘର ବି ଇଲେକ୍ସନ୍ ପରେ କିଛି ବି ଘର ବି ବର୍ବାଦ ହେଇଯାଇଛି। ଯାହା ଲୋକେ କହୁଛନ୍ତି ଆମେ ଶୁଣିବା କଥା। ମୁଁ କିଛି ପଚାରେ, କିଛି ଲୋକଙ୍କୁ ପଚାରିକିରି ମୁଁ କହୁଛି। ତେଣୁକରି ଚିନ୍ତା କଲେ, ଆଉ ମୁଁ ଭାବୁଛି ଏଇଥର ଇଲେକ୍ସନ୍ଟା ଠିକ୍ ହେବ। ଆଉ ଲୋକ ଠିକ୍ ବୁଝିଲେଣି, ଜାଣିଲେଣି, ସଚେତନ ଭୋଟର ଭାଇମାନେ, ତେଣୁକରି ସଚେତନ ହେଲେଣି। ଆଉ କିଛି ତ ଅଛନ୍ତି, ସେ ଅନ୍ଧ ଭଳିଆ ତାଙ୍କୁ ବିଶ୍ୱାସ କରିବେ, କରୁଛନ୍ତି। ଆମେ ବି ଦିନେ କରୁଥିଲୁ, କିନ୍ତୁ ଆମେ ଯେତେବେଳେ ଏଇ ଛୋଟ ମୋଟ ଜିନିଷର ଟର୍ଚର ହେଲୁ, ଆମେ ଚାରିଆଡ଼େ ଚିଠି କଲୁ, ବଢ଼େଇଲୁ, ଆମ କଥା ତ କେହି ଶୁଣିନାହାନ୍ତି। ଦେଖନ୍ତୁ କ'ଣ ହେଉଛି, ଦେଖନ୍ତୁ। ତେଣୁକରି ସବୁ ସଚେତନ ଭୋଟର ଭାଇମାନଙ୍କୁ, ଭୋଟର ଭାଇ ଭଉଣୀମାନଙ୍କୁ, ମା'ମାନଙ୍କୁ, ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ କ୍ୟାଣ୍ଡିଡେଟ୍ ଦେଖିକିରି ଆପଣଙ୍କ ସୁଖ ଦୁଃଖର ଭାଗିଦାର ଯିଏ ହେଇପାରିବ, ଯିଏ ଆପଣଙ୍କ କଥା ଅତି ନିକଟରେ ଶୁଣିପାରିବ, ଆପଣମାନେ ସେଇଭଳିଆ କ୍ୟାଣ୍ଡିଡେଟ୍ ଦେଖିକିରି ଭୋଟ୍ ଦେବେ। ତେଣୁକରି ଆପଣମାନେ ଏଇ ଟାଇମ୍ର ଆପଣ ଯାହା ଚାହିଁବେ ତାହା କରିଦେବେ। କାହିଁକି ନା ଦେଖନ୍ତୁ, ଆମେ ତାକୁ ଭୋଟ୍ ଦେଉଛୁ, ଜିତଉଛୁ, ସବୁ କରୁଛୁ, କିନ୍ତୁ ଆମର ସୁବିଧାର ସେ କେବେ ବି ବୁଝିନାହାନ୍ତି କି ବୁଝୁନାହାନ୍ତି। ଆପଣମାନେ କୌଣସି ସୁବିଧାର ଯାଆନ୍ତୁ, ସିଏ ଭାବୁଛନ୍ତି କ'ଣ ନା ଆମେ ଯେମିତି ହଉ ଜିତିଯିବୁ। ଆମର ତ ସରକାରୀ ବଳ ସବୁ ତ ଆମେ ଲଗେଇ ଦେଇଛୁ। ଆଉ ତେଣୁକରି ଆମେ ନିଶ୍ଚୟ ବି ସରକାରକୁ ଆସିଯିବୁ, ଏଇଆ ଭାବୁଛନ୍ତି। ତାଙ୍କ ଚିନ୍ତାଧାରା ଏଇଆ। କିନ୍ତୁ ସବୁ ଭୋଟର ଭାଇ ଭଉଣୀ, ସଚେତନ ଭାଇ ଭଉଣୀ, ମା'ମାନେ, ଭାଇମାନେ, ସମସ୍ତେ ମଉସାମାନେ, ସମସ୍ତେ କିନ୍ତୁ
ଆପଣମାନେ ତ ଜାଣିଛନ୍ତି ଆଉ ଜାଣି ବି ପାରୁଛନ୍ତି, ତେଣୁକରି ଆମେ କ'ଣ କରିବା, ଆପଣମାନେ ବିଚାର କରନ୍ତୁ ଆଉ ସେଇ ହିସାବରେ କରିବେ। ମୁଁ ସେମିତି କହିବିନି ଯେ ଆପଣ ଏଠି ଦିଅନ୍ତୁ ସେଠି ଦିଅନ୍ତୁ, ମୁଁ ସେସବୁ କହିବା ପାଇଁ କହିବାଟା ଠିକ୍ ନୁହଁ, ଉଚିତ ନୁହଁ। ଆପଣ କ୍ୟାଣ୍ଡିଡେଟ୍ ଦେଖିବେ ଦେବେ। ଏଇଆ ହେଉଛି, କାଲି ତ ଆମେ ଜାଣିଲୁ, ଯାହା ନ୍ୟୁଜ୍ ଆସିଲା ଆପଣମାନେ ବି ସମସ୍ତେ ଜାଣୁଥିବେ, ଦେଖୁଛନ୍ତି, ଶୁଣୁଛନ୍ତି। ଆଉ ବା ଆମେ ଆଉ କ'ଣ ବା ଇଏ କରିବା, ଆମେ ବି ନ୍ୟୁଜ୍ କିଛି ଦେଖି ଆମେ ଏସବୁ ରଖୁଛୁ। ତେଣୁକରି ଭାଇମାନେ ମୋ ଭିଡ଼ିଓଟାକୁ ଟିକେ ଦେଖୁଥିବେ ଆଉ ଲାଇକ୍ ଟିକେ କରିବେ, ଫଲୋ ଟିକେ କରିବେ। ଆପଣମାନଙ୍କ ଯୋଗୁଁ ଆପଣମାନେ ଲାଇକ୍, ଫଲୋ, ସେୟାର କରିବେ ଗରିବ ଭାଇଟି। ତେଣୁକରି ମୁଁ ଆପଣମାନଙ୍କୁ ଅନୁରୋଧ କରି କହୁଛି, ଆଉ ମୁଁ ସତ କଥାର ସବୁ ଭାଇ, ଭଉଣୀ, ମାଉସୀ ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଯଦି ମୋ ଭିଡ଼ିଓ ଦେଖୁଥିବେ ଆଉ ନିଶ୍ଚୟ ଏ ଗରିବ ପୁତୁରା କି ଗରିବ ଭାଇ ମାନଙ୍କୁ ଆପଣ ଟିକେ ଲାଇକ୍, ସେୟାର, ଫଲୋ ଦେବେ ଆଉ କମେଣ୍ଟ ଲେଖିବେ। କମେଣ୍ଟ ନ ଲେଖିଲେ ମୁଁ ଜାଣିପାରିବିନି, ତେଣୁକରି କମେଣ୍ଟ ଲେଖିଲେ ଆଉ ମୁଁ ବହୁତ ଖୁସି ବି ହେବି। ଆପଣମାନଙ୍କୁ ଏମିତି ନୂଆ ବାର୍ତ୍ତା ନେଇକି ଆସିବି ଆଉ କେତେବେଳେ ବି ଗ୍ରାଉଣ୍ଡ ଜିରୋକୁ ଯାଇକି ଆପଣଙ୍କୁ ଭିଡ଼ିଓ କରିକି ମୁଁ ଆପଣଙ୍କ ସାମ୍ନାକୁ ଆଣିପାରିବି। ଆଉ ମୁଁ ତେଣୁକରି ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ଟିକେ ଦେଖନ୍ତୁ ଆଉ ଟିକେ କିଛି ଦେଖିକି କିଛି କମେଣ୍ଟ ବି ଲେଖନ୍ତୁ। ଆଉ ମୁଁ ଆପଣଙ୍କ ପାଖରେ ଏ ସତ କଥାକୁ ଆପଣଙ୍କୁ ଅନୁରୋଧ ରହିଲା, ଆପଣ ଏମିତି ସତ କଥା ଆପଣଙ୍କ ସାମ୍ନାକୁ ଆଣେ। ଗ୍ରାଉଣ୍ଡ ଜିରୋରୁ ଏ ଇଲେକ୍ସନ୍ ଟାଇମ୍ର ଦେଖିବା, ଗ୍ରାଉଣ୍ଡ ଜିରୋକୁ ମୁଁ ଯିବା ପାଇଁ ଚେଷ୍ଟା କରିବି, ଆପଣମାନଙ୍କ ପାଖରେ ଆଣିକି ଉପସ୍ଥାପନ କରିବି ସତ କଥାକୁ। ତେଣୁକରି ଆପଣମାନଙ୍କୁ ମୋର ପୁରା କୋଟି କୋଟି ନମସ୍କାର। ସବୁ ଭାଇ, ଭଉଣୀ, ମାଉସୀ ସମସ୍ତଙ୍କୁ ନମସ୍କାର। ଜୟ ଜଗନ୍ନାଥ।